ରାଜ୍ୟରେ ଗତକାଲିଠାରୁ ଲାଗି ରହିଛି ଲଗାଣ ବର୍ଷା। ବର୍ଷା ସହିତ ବଢିଛି ଶୀତ, ଯାହାଫଳରେ ଅସ୍ତବ୍ୟସ୍ତ ଜନଜୀବନ। ବଙ୍ଗୋପସାଗରରେ ସକ୍ରିୟ ରହିଛି ଅବପାତ। 24 ଘଣ୍ଟା ପର୍ଯ୍ୟନ୍ତ ଉତ୍ତର ପୂର୍ବ ମୁହାଁ ହୋଇ ଆଗକୁ ବଢି ଚାଲିଛି। ଏହା ବାହ୍ୟ ବଳୟ ସହିତ ଜଡ଼ିତ ମେଘ ସମୂହ ଓ ପଶ୍ଚିମା ଝଡ଼ର ଉପସ୍ଥିତି ଯୋଗୁଁ ଉପକୂଳ ଓଡ଼ିଶା ତଥା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷୁଛି। କାଲି ଦିନ ସାରା ବର୍ଷା ହୋଇଥିଲେ ମଧ୍ୟ ଏହାର ତୁଳନାରେ ବର୍ଷାର ପ୍ରଭାବ ଆଜିଠାରୁ କମିବା ସହ ଧୀରେ ଧୀରେ ପାଗରେ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି। ତେବେ ବର୍ଷାରେ ଅସ୍ତବ୍ୟସ୍ତ ଚୁଇଁ ସିକ୍ରି, ମିଠା ଦୋକାନୀଠୁ ଆରମ୍ଭ କରି ସାଧାରଣ ଜନତା ସମସ୍ତେ ହନ୍ତସନ୍ତ ହେଉଛନ୍ତି। କାଲିଠାରୁ ବେପାର ନାହିଁ ବୋଲି ଉଠା ଦୋକାନୀମାନେ କହିଛନ୍ତି। ଅଦିନିଆ ବର୍ଷା ଏ ବହୁତ ସମସ୍ୟା କରୁଛି। ଶୀତ ଦିନେ ଶୀତ ବଢ଼େଇ ଦେଉଛି, ବିଜନେସ୍ ହେଉନି ବା କୁଆଡ଼େ ଯିବା ଆସିବା କରି ହେଉନି। ଆଉ ବଡ଼ ସମସ୍ୟା ହେଉଛି। ଆଉ ଲୋକ ଯାତାୟାତ ଭଲ ମନ୍ଦ ବେପାର ତ ଆଦୌ ହେଉନି। ଆଉ କ'ଣ କରେ, ଯୁଆଡ଼େ ଧାନ ଫସଲ ନଷ୍ଟ ହେଲାଣି। ପ୍ରଭାବିତ ବୋଲେ ଆଉ ଭିକାରୀ ସହିତ ସମାନ। ଆଉ ଯେଉଁ ଏରିଆରେ ଧାନ ଅମଳ ହେଇଗଲାଣି ଯୁଆଡ଼େ ନ ହେଉଛି ସେମାନଙ୍କର ସମସ୍ୟା। ଧାନ ନଷ୍ଟ ହେଇଲା, ଟିକେ ବୁଡ଼ି ବାଡ଼ି ପାଣିରେ ନଷ୍ଟ ହେଇଯିବ, ଧାନ ଝଡ଼ିଯିବ। ଆଉ ଏ ଦୁଃଖ କିଏ କାହାକୁ କହିବ? ଆଉ ବିଜନେସ୍ ତ ବର୍ଷା ହେଉଛି, ବେପାର ହେଉନି, ଲୋକ ତ ନାହାନ୍ତି। ଆଉ ଏଇ 7,000 8,000 ବିକା ହୁଏ, ଟଙ୍କା 2,000 1500 କାଲି ବିକା ହେଇଥିଲା। ଲସ୍ 3,000 4,000 ଲସ୍ ହବ। ଉଠା ଦୋକାନୀ ସହ ସାଧାରଣ ଜନତା ବି ହନ୍ତସନ୍ତ, ବେପାରୀଙ୍କ ଠାରୁ ଆରମ୍ଭ କରି ଚାକିରିଆ ପର୍ଯ୍ୟନ୍ତ। ଲୋକ ବାହାରକୁ ବାହାରୁ ନଥିବାରୁ ଅଟୋ ଓ ଟ୍ୟାକ୍ସି ଚାଳକମାନେ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। 2 ଦିନ ଭଡ଼ା ନଥିବାରୁ ରୋଜଗାର ନଥିବା କଥା କହିଛନ୍ତି ଅଟୋ ଚାଳକ। ବେପାର ତ ଟୋଟାଲ ନାହିଁ। ଆଉ ଯେଉଁ ଯେତିକି ଟିକେ ବେପାର ହେଉଛି, ଓଲା ଉବେର ଆମ ରାପିଡ ଏସବୁ ତ କରୁଛନ୍ତି। ଆଉ ଆମେ କୋଉଠୁ ପାଇବୁ ଆଉ ବେପାର? କ୍ଷତି ତ ଆମେ ତ ବସୁଛୁ। ଆଉ ସକାଳୁ ଏପର୍ଯ୍ୟନ୍ତ ହେଇଗଲାଣି, ଗୋଟେ ବହିନି ବି ହେଇନି। ମାନେ ସକାଳ 8ଟାରୁ ହେଇଗଲାଣି ଦିନ 11ଟା, ଗୋଟେ ବହିନି ବି ଏପର୍ଯ୍ୟନ୍ତ ହେଇନି। ବର୍ଷା ତ ଲାଗି ରହିଛି ଆଉ ରାତି 4ଟାରୁ। ଲୋକ ଆସୁଛନ୍ତି, ଯିଏ ଯେମିତି ଯାହା କରୁଛନ୍ତି। ହେଲେ ଓଲା ଉବେର ତ ଖାଉଛନ୍ତି ଆମର ବେପାର। ଆଉ ସେଇଟା ତ ପଳଉଛନ୍ତି ଲୋକ। ଆଉ ତେବେ 4 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ପୂର୍ବାହ୍ନ ସୁଦ୍ଧା ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଗୋଟିଏ 2ଟି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି। ଭୁବନେଶ୍ୱରରୁ ପ୍ରିନ୍ସିପାଲ ସାହୁଙ୍କୁ ସମୟ ଲାଗିବ।